तृतीय अध्याय कर्ण राजा संवाद मन उवाच पुणी पूछई मन राये चैतन्य देवकर पाए तुम्भे जा कलटी प्रकाश पद पद के सुधारस सत्य त्रेतयार चरित शुणी मु हईली पवित्र कहदा पर जुग कथा शुणी म छाड़ू मन व्यथा ता शुणी कहे चैतन हे मन हुआ सावधान द्वापर जुग महावीर कर्ण नृपति नाम तार सुम वंशरे अवतार अटई महाधनुर्धर क्षत्रिय गौरव गंजन दैवेर वीर नंदन शरण संभाळिबा अर्थे बाहे बांधी न थाई नेते सत्य भंग कुलवंत शांत सुशील से महत क्षत्रिय कुले से निशंक सर्वदा काले रणरंक चालन्ते कंपे वसुमती सुरे असुरे डरी थांती हेमंते कर्ण महाराजा सुखे पाळई जन प्रजा ताहार एकई कुमर विषिकेशन नाम तार भारिजा नाम चंद्रावली सती साधवी से हुबाली हेमंते कर्ण जे राजन दाने महिले सर्वजन नीति सुवर्ण सते भार प्रमाण दान देवतार एथि उतारु जेबे जन मागंती अन्न वस्त्र दान मन सन्तुषे ताकु देई वाक्य कहंती चाटुआई दुखी ब्राह्मण जेबे देखी जीवन्ते दिए अन्न लेखी हेमंते केते दिन गला ता कीर्ति जगते पुरिला जानिले प्रभु भगवान बिड़िबा पाई तार मन जगमोहन पीतवास मायारे हेले भी प्रवेश कंधरे सुबई पईता धारण पात्री गाड़ू छता ललाटे श्रीहरि मंदिर पुस्तक जाऊली कंधर अति सुंदर जुबावेश बचने जनमन तुष हेमंत वेशे दामोदर विजय कर्ण सिंह द्वार उच्चार कले सामवेद आकाशे घुटिला शबद कंठकु किल स्वर जिणी पाषाण तरले ता शुणी कर्ण महावीर प्रवेश विप्रंक छामोर देखिन नमस्कार कले तक्षणे पाद धोई देले आसने तांकु बसाइले विनय वचने पूछिले केउ कारणे मरपुर विजय कले द्विजवर कह से स्वरूप उत्तर देवी मु संशय न कर धनर तन अलंकार कियबा सुवर्ण भंडार जेबा वांछित तुम चिते संभाळ काली परिजन्ते जेतेक इच्छा तते देवी दरिद्र पण छड़ाइबी भोजन करी मरपुरे आज रह एहिठारे शुणी कहंती द्विजवर शुण तू कर्ण महावीर तेणु अइलु तर पास करिन अति प्रतियास बांछित धन देले नेबु नहिले लेउटिण जीवु त्वरिते देले महापुण्य कही अछंती ऋषिगण
ତୁ ବୋଲୁ କାଲି ପରିଜନ୍ତେ ଆମ୍ଭେ ନ ରହୁ କଦାଚିତେ। ନାହିଁ ବଇଲେ ଆମ୍ଭେ ଯିବୁ ଏଠାରେ କିମ୍ପା ବସିଥିବୁ। ଶୁଣି ବଇଲେ କର୍ଣ୍ଣବୀର ପବିତ୍ର କରମରପୁର। ଆଜମପୁରରେ ରନ୍ଧନ କଲେ ମୋ ସୁଫଳ ଜୀବନ। ତା ଶୁଣି କହନ୍ତି ଶ୍ରୀହରି ଶୁଣନ୍ତୁ କର୍ଣ୍ଣଦଣ୍ଡଧାରୀ। ଭୋଜନ ଯାଚୁଅଛୁ ମତେ ଦେଇ ନ ପାରୁ କଦାଚିତେ। ତା ଶୁଣି ବୋଲେ ମହାରାଜା କହିଲୁ ବିପରୀତ କଥା। କି ଭୁଞ୍ଜିବ ବିପ୍ର ତୁମ୍ଭେ ଦେଇ ଯେ ନ ପାରିବୁ ଆମ୍ଭେ। ଯାହା ମାଗିବ ତାହା ଦେବି ନଦେଲେ ଅପରାଧୀ ହେବି। ପ୍ରଭୁ ବଇଲେ ସତ୍ୟ କର ମୋ ହସ୍ତେ ତୁଳି ଦିଅ ନୀର। ଶୁଣି ନୃପତି ସତ୍ୟ କଲା ବ୍ରାହ୍ମଣ ହସ୍ତେ ନୀର ଦେଲା। ବଇଲା ମାଗ ବିପ୍ରବର ତ୍ରିବାର ସତ୍ୟ ସତ୍ୟ ମୋର। କର୍ଣ୍ଣର ଦୃଢ଼ ବାକ୍ୟ ଶୁଣି କହନ୍ତି ପ୍ରଭୁ ଚକ୍ରପାଣି। ମନୁଷ୍ୟ ମାଂସେ ମୋ ଭୋଜନ ଶୁଣି ବଇଲେ ଦାନୀ କର୍ଣ୍ଣ। କେତେକ ଜନ ଦେବି ଆଣି ସ୍ୱରୂପ କହ ବିପ୍ରମଣି। ତା ଶୁଣି ବୋଲନ୍ତି ଗୋସାଇଁ ଅନ୍ୟ ମନୁଷ୍ୟ କାର୍ଯ୍ୟ ନାହିଁ। ତ ପୁତ୍ର ବିଶିକେଶନକୁ ମାରି ନ ଦେବୁ ହଁ ଆମ୍ଭଙ୍କୁ। ଆପଣା ସ୍ୱହସ୍ତେ ମାରିବୁ ଭାରିଜା ହସ୍ତେ ରନ୍ଧାଇବୁ। ତେବେ ମୁଁ ଭୋଜନ କରିବି ନାସ୍ତି ବଇଲେ ଚଳିଯିବି। ଶୁଣିବି ଚାରେ ରାଜା ଚିତେ ପୁତ୍ରକୁ ମାରିବି କେମନ୍ତେ। ନଦେଲେ ସତ୍ୟଭଗ୍ନ ହେବି ମଲେ ନରକେ ସିନା ଯିବି। ଏଣୁ ମୋ ପୁତ୍ର ପଛେ ଯାଉ ନହିବି ସତ୍ୟଭଗ୍ନ ଆଉ। ଏମନ୍ତ ମନେ ବିଚାରିଲା ଶୁଣ ବ୍ରାହ୍ମଣ ବଇଲା। ତୁମ୍ଭେ ତ ବିପ୍ରକୁଳେ ଜାତ ଆମ୍ଭେ ଯେ କ୍ଷତ୍ରିୟ ସମ୍ଭୂତ। କିପରି ମୋ ପାକେ ଭୁଞ୍ଜିବ ତୁମ୍ଭର ଜାତି ନଷ୍ଟ ହେବ। ତା ଶୁଣି ବ୍ରାହ୍ମଣ ଗୋସାଇଁ ବୋଲଇ ଶୁଣ ବୀର ତୁହି। ଆମ୍ଭର ଶାସ୍ତ୍ରେ ଅଛି ଯାହା ଶୁଣ ତୁମ୍ଭକୁ କହୁ ତାହା। ଯେଅବା ଶ୍ରୀହରି ଭଜଇ ବ୍ରତରେ ନିଷ୍ଠା ଯାର ଥାଇ। ଯେ କରେ ପର ଉପକାର ସତ୍ୟ ନ ଲଙ୍ଘେ ଯେଉଁ ନର। ଯେଅବା ସାଧୁ ସଙ୍ଗ କରେ ବଞ୍ଚଇ ନାମ ଭଜନରେ। ରଣ ରଙ୍ଗରେ ଆଗୁସାର ଦେବା ଦୟାରେ ନିରନ୍ତର। ନାରୀ ହଇନ ପତିବ୍ରତା ନ ଲଙ୍ଘେ ନିଜ ସ୍ୱାମୀ କଥା। ହେମନ୍ତ ଲୋକଙ୍କର ଘର ନ ପୁଛୁ ଜାତି ଗୋତ୍ର ତାର। ଭୁଞ୍ଜିବା ଶତଟି ଆମ୍ଭର ଶୁଣିଚ କୀତ ନୃପବର। ନଗରେ ହଇଲା ପ୍ରବେଶ ନିଜ ପତ୍ନୀଙ୍କୁ ରାଇପାଶ। କହିଲେ ଗଭୀର ବଚନ ଶୁଣରେ ଯୁବତୀ ରତନ। କେବଳ ଦେଶୁ ବିପ୍ରବର ଆସି ମିଳିଲେ ସିଂହ ଦ୍ୱାର। ଅନେକ ବେଦ ଧ୍ୱନି କଲେ ଭୋଜନ ଦେବୁ କି ବଇଲେ। ତାଙ୍କ ବଚନେ କଲି ସତ୍ୟ ଏବେ ବୋଲନ୍ତି ମାର ପୁତ୍ର। ନହିଲେ ସତ୍ୟଭଗ୍ନ ହୁଅ ଆମ୍ଭକୁ ଯାଅ ବୋଲି କହ। ଏଥକୁ କହ ତୁ ବିଚାରି ଦେବା କି ନାହିଁ ପୁତ୍ର ମାରି। ଶୁଣି ବୋଲନ୍ତି ମହାରାଣୀ ଦିଅ ଯେ ନିଜ ପୁତ୍ର ହାଣି। ନଦେଲେ ସତ୍ୟଭଗ୍ନ ହୋଇ ନରକେ ପଡ଼ିବ ହେ ଯାଇ।
ସ୍ୱାମୀ କି କହନ୍ତେ ଏମନ୍ତ ଆସି ମିଳିଲା ନିଜ ସୁତ। 12 ବରଷର ବାଳ ଦେହ ତା ଦିଶଇ ଉଜ୍ଜ୍ୱଳ। ସୁନ୍ଦର ପଣେ ତାକୁ ସରି କେହି ନଥିବେ ତିନି ପୁରୀ। ଚତୁର ବିବେକ ସିଆଣ ପୁଛଇ ମାତାଙ୍କ ଚରଣ। କି ବୋଲି ବିଚାର ହେଉଛ ମତେ କିମ୍ପାଇଁ ଲୁଚାଉଛ। କିମ୍ପା ଚିନ୍ତିତ ଦଣ୍ଡଧାରୀ ଭୂମାତା କହ ସତ୍ୟ କରି। ଶୁଣି କହନ୍ତି ନିଜ ମାତ ଶୁଣକୁ ମୋର କହେ ସତ୍ୟ। ପିତା ତ ବିପ୍ରେ କଲେ ସତ୍ୟ ତତେ ମାରିଣ ଦେବେ ଭାତ। ଶୁଣିନ ରାଜାର କୁମର କେ କହୁ ଆନନ୍ଦ ତାହାର। ଭୋତାତ ମାତ ତୁମ୍ଭେ ଶୁଣ ଜନ୍ମିଲେ ଅବଶ୍ୟ ମରଣ। ଯେବେ ଏ ଦେହୁ ଯିବ ଯିବ ଅବଶ୍ୟ ମାଟିରେ ମିଶିବ। ଶାଗୁଣା ଶୃଗାଳଙ୍କ ଗ୍ରାସ ନହିଲେ ଦେହ ଧୂଳି ପାଂଶ। ଏଥୁ ବା ଅନ୍ୟ କାର ଦେହ ମଲେ ହୁଅଇ ଏକା କହ। ବିପ୍ରଭୁଞ୍ଜିବ ମର ମାଂସ ଏଥିରୁ ବଡ଼ ଭାଗ୍ୟ କିସ। ବହନ କରି ମତେ ମାର ଭୂତାତ ବିଳମ୍ବ ନ କର। ପୁତ୍ରର ମୁଖୁ ଏହା ଶୁଣି ବହନ ଗଲେ ନୃପମଣି। ପ୍ରଭୁଙ୍କୁ ଡାକି ଘେନି ଗଲେ ମନ୍ଦିରେ ପ୍ରବେଶ ହଇଲେ। ପୁତ୍ରକୁ ଧରି ଧାତିକାରେ ଉଭା କରାଇଲା ଛାମୁରେ। କର୍ଣ୍ଣଶ୍ରୀ ହସ୍ତେ ପାଟ ଖଣ୍ଡା ଧରିନ ପତି ପର ଚଣ୍ଡା। ଗୋବିନ୍ଦ ଜାଣି ତାର ମନ ଉହାଡ଼ କଲେ ସୁଦର୍ଶନ। ଚକ୍ରପୁତ୍ରକୁ ଘେନି ଗଲେ ମାୟାକୁ ମର ଉଭା ହେଲେ। ଯେ ମାୟା ଦେବେ ଅଗୁଚର ମନୁଷ୍ୟ କେତେ କମାତର। ରାଜା ଧରିଣ କର ବାଳ କାଟିଲେ ଶିର ଯେ ତତ୍କାଳ। ରାଣୀ ହସ୍ତରେ ନେଇ ଦେଲେ ରନ୍ଧନ କର ଶିବଇଲେ। ରାଜା ହସ୍ତରୁ ରାଣୀ ଧରି କାଟିଲେ ତୁଳା ପ୍ରାୟ କରି। ମୁଣ୍ଡ ମାତ୍ରକୁ ଲୁଚାଇଲେ କାନ୍ଦିବେ ବୋଲି ବିପ୍ର ଗଲେ। ଆବର ଯେତେକ ମାଉଁସ ସଜାଡ଼େ ମନର ହରସ। ଘୃତ ମରିଚ ଗୁଣ୍ଡା ତୁଲେ ହଳଦୀ ପକାଇ ଦଳିଲେ। ଜିରା ମରିଚ ହେଙ୍ଗୁ ଧାର ପକାଇ କଲେ କମହୁର। ଥୁକାଏ ସଙ୍ଗତେ ତେନ୍ତୁଳି ପକାଇ କଲେ କ ଆମ୍ବିଳି। ଭଜା କାକରା ଦି ପାଚଲ ରାନ୍ଧଣା ଏକୁ ଏକ ଭଲ। ଦିବ୍ୟ ଅରୁଆ ଅନ୍ନମାନ ବହନ କଲେ କରନ୍ଧନ। ବିପ୍ରଙ୍କୁ ଡାକି ନୃପ ଗଲେ ଭୋଜନ କରିବ ବଇଲେ। ଶୁଣି ବଇଲେ ବିପ୍ରମଣି କପଟ କଲା ତର ରାଣୀ। ଲୁଚାଇ ଥୋଇଅଛି ଶିର ଆମ୍ଭ ଅଯୋଗ୍ୟ ସେ ଆହାର। ଶୁଣି ନୃପତି ବ୍ୟାଗେ ଗଲେ ଭୂସଖୀ କି କଲୁ ବଇଲେ। ତୁ ପୁଣି ଲୁଚାଇଛୁ ମୁଣ୍ଡ ବିପ୍ରତ ରାଗରେ ପ୍ରଚଣ୍ଡ। ଶୁଣି ଜାଣିଲେ ମହାସତୀ ନିଶ୍ଚୟ ସେ ଅଟେ ମହାଜ୍ୟୋତି। ଏମନ୍ତ ବୋଲି ମୁଣ୍ଡ ଧରି ଛେଚିଲେ ଖଣ୍ଡ ଖଣ୍ଡ କରି। ରାନ୍ଧଣା ବିଧି ବେଗେ କଲେ ବିପ୍ରଙ୍କୁ ଡାକି ନ ଆଣିଲେ। ଆସନ ପାଦାସନ ଦେଇ କଦଳୀ ପତ୍ରେ ବିଛାଇ। ଆପଣେ କର୍ଣ୍ଣ ମହାରାଣୀ ସୁପକ୍ୱ ପରସିଲେ ଆଣି। ଦେଖିବ ଲନ୍ତି ବ୍ରହ୍ମବଶ ଏକ ପତ୍ରକେ ବାଢ଼ିଅଛ।
एथे कि विष अछ भरी मते मारिब बोली करी ए घरे अछ जेते जन समस्ते करिब भोजन नहिले लेउटी न जीवी मु किंपा एकाकी भुंजीबी शुणिच कि त राजा राणी आबर बेनीपत्र आणी अन्न व्यंजन से बाढ़िले भुंजिबा बोली आरंभिले प्रभु जानिले तांक मन बइले शुण हे राजन आबर पत्रे पकाओ भुंजिब परा तोर पुओ शुणिब इले कर्णवीर काहू पाइबी पुत्र मोर तुम्भर देखु देखु एथे हाणिली परा मोर हस्ते ता मांस कलई रंधन आउ कि अछि मनंदन शुणिब इले नर हरि शुण तू कर्णदंडधारी एडे विश्वास अछि तोर काहू मरिब ताकू मर आंबे जे देउछु कल्याण लभ तू आपणा नंदन तो पुत्र चिरजीवी हेउ अन्ते गोविंद पाद पाऊ तराणी तुई बेनी जन लभ वैकुंठ भुवन आंभ कल्याणे एहा हेउ तो कीर्ति जुगे जुगे रहू एबे तू जाओ दंडधारी डाक पुत्र नाम धरी रानी संगते तुम्भे जाओ देखिया शिव तुम्भ पुओ शुणिन राजा रानी गले श्रीकृष्ण माया न जानिले डाकिले आसरे कुमर भुंजिबा हेउछि उछुर माता पिताଙ୍କ डाक शुणी धाई अइला पुत्र मणि पुत्र देखिन बापा माए अइले घेनिन तनये घरे प्रवेश हेले जाई देखिले विप्र आउ नाही विचार कले मने मन निश्चय प्रभु भगवान छार पुत्रर पाई गलु अमूल्य निधि हराइलु आनर बळे किए कथा मलार जिए कि सर्वथा हेमंत बोली तिनि जन चित्ते चिंतिले नारायण प्रभु शून्ୟରେ डाक देले मोहिटी श्रीहरि बइले आउ के मागिले भोजन पुत्र को न देबु मारिन शून्य शब्द ଏହା ଶୁଣି आनंदे कर्णवीर मणि पुत्र भारी जाति निजन केवल गोविंद भजन काले वैकुंठ परापत शुण हे मनुनूपनाथ दानर महिमा एमंत केवल थिव दृढ़ चित हे मन चैतन्य संवाद शुणन्ते न लागे प्रमाद जे प्राणी श्रद्धारे शुणिब हेले तरिब भवार्णव सुजने कृष्ण चिंता कर देह संसार नुहे चिर हरि पदार बिंद गति मचित्त रहु भृंगमती सुख श्री कृष्ण पाद दुई अन्य शरण मोर नाही साधु पाद ही नाम नाब मते दुई आज्ञा हेब भो प्रभु एते मात्र कर शरण जन्मे जन्मे मोर इति श्री दाढ़्यता भक्ति रसामृते मन चैतन्य संवादे कर्ण राजा पुत्र मुख्यणे नाम तृतीय अध्याय।